ଶ୍ରାବଣ ମାସ ଦେବାଧିଦେବ ମହାଦେବଙ୍କର ଅତି ପ୍ରିୟର ମାସ। ଏହି ମାସରେ ମହାଦେବଙ୍କର ଆରାଧନା କଲେ, ମହାଦେବଙ୍କର ପୂଜା କଲେ ଆମର ସମସ୍ତ ମନୋକାମନା ପୂରଣ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହାଦେବ ହେଉଛନ୍ତି ସମସ୍ତ ଗ୍ରହମାନଙ୍କର ଅଧୀଶ୍ୱର। ତେଣୁ ଶ୍ରାବଣ ମାସରେ ବିଶେଷ ଭାବରେ ମହାଦେବଙ୍କର ଯଦି ଆପଣମାନେ ପୂଜାର୍ଚ୍ଚନା କରିବେ, ତେବେ ଆପଣଙ୍କର ସମସ୍ତ ଗ୍ରହ ପୀଡ଼ା ଖଣ୍ଡନ ହେବ। ତେବେ ଏହି ଭିଡ଼ିଓ ମାଧ୍ୟମରେ ଆସନ୍ତୁ ଜାଣିବା ଶ୍ରାବଣ ମାସରେ ରାଶି ଅନୁସାରେ ବିଶେଷ ଭାବେ ମହାଦେବଙ୍କର ପୂଜା। ତା ସହିତ ଜାଣିବା ରାଶି ଅନୁସାରେ ଶ୍ରାବଣ ମାସରେ ମହାଦେବଙ୍କୁ କେଉଁ ପ୍ରିୟ ଭୋଗ ସବୁ ଅର୍ପଣ କରିବେ, କେଉଁ ରାଶିର ବ୍ୟକ୍ତିମାନେ କେଉଁ ସବୁ ଦ୍ରବ୍ୟ ମହାଦେବଙ୍କୁ ଅର୍ପଣ କଲେ ସେମାନଙ୍କୁ ମହାଦେବଙ୍କର ବିଶେଷ କୃପା ଲାଭ ହେବ। ନମସ୍କାର, ମୁଁ ମନୋଜ ଦାସ, ସ୍ୱାଗତ ଆପଣମାନଙ୍କୁ ଆଜିକାର ଏହି ଭିଡ଼ିଓରେ। ଏବେ ପ୍ରଥମେ ଆସନ୍ତୁ ଜାଣିବା ରାଶି ଅନୁସାରେ ପ୍ରିୟ ଭୋଗ। ମେଷ ରାଶି ଗୁଡ଼ ଏବଂ ଚଣା, ବୃଷ ରାଶି ଦହି, ମିଥୁନ ଜିଲାପି, କର୍କଟ ଆଖୁ ରସ, ସିଂହ କ୍ଷୀରି, କନ୍ୟା ମାଲପୁଆ, ତୁଳା ରାଶି ପଞ୍ଚାମୃତ, ବିଛା ରାଶି ଲଡ଼ୁ, ଧନୁ ରାଶି ପେଡ଼ା, ମକର ମିଶ୍ରି, କୁମ୍ଭ ରାଶି ସୁଜି ହାଲୁଆ ଏବଂ ତା ସହିତ ପୁରୀ, ମୀନ ରାଶି ମହୁ ଏବଂ ରସଗୋଲା। ଆପଣଙ୍କର ଯାହା ରାଶି ହେଇଥିବ ସେହି ଅନୁସାରେ ଆପଣମାନେ ଏହିସବୁ ଜିନିଷରୁ ମହାଦେବଙ୍କୁ ଭୋଗ ଲଗାନ୍ତୁ। ଦେଖିବେ ମହାଦେବଙ୍କର ବିଶେଷ ରୂପେ ଆପଣଙ୍କୁ କୃପା ଲାଭ ହେବ। ତେବେ ଏବେ ଆସନ୍ତୁ ଜାଣିବା ରାଶି ଅନୁସାରେ କେଉଁ ସବୁ ଦ୍ରବ୍ୟରେ ମହାଦେବଙ୍କର ବିଶେଷ ପୂଜା କଲେ, ମହାଦେବଙ୍କର ଜଳାଭିଷେକ ସମୟରେ କେଉଁ ସବୁ ଦ୍ରବ୍ୟ ଅର୍ପଣ କଲେ ଆପଣଙ୍କର ବିଶେଷ ରୂପେ ମହାଦେବ କଲ୍ୟାଣ ପ୍ରଦାନ କରିଥାନ୍ତି ଆପଣଙ୍କୁ। ଦେଖନ୍ତୁ, ଆପଣଙ୍କ ରାଶିରେ କାଳସର୍ପ ଦୋଷ ଥାଉ କିମ୍ବା ଜାତକରେ କୌଣସି ଗ୍ରହ ଆପଣଙ୍କୁ ଅଶୁଭ ଫଳ ପ୍ରଦାନ କରୁଥାନ୍ତୁ, ଜୀବନରେ ଯେକୌଣସି ପ୍ରକାରର ସମସ୍ୟା ଆପଣଙ୍କର ଥାଉ, ତେବେ ଯଦି ରାଶି ଅନୁସାରେ ଆପଣମାନେ ଯଦି ଏହିସବୁ ଦ୍ରବ୍ୟର ଅର୍ପଣ ମହାଦେବଙ୍କୁ ବିଶେଷ ରୂପରେ କରନ୍ତି, ତେବେ ଏହାର କଲ୍ୟାଣ ସୁଫଳ ମଧ୍ୟ ଆପଣଙ୍କୁ ବିଶେଷ ଭାବରେ ଲାଭ ହୋଇଥାଏ। ଏହିସବୁ ଜିନିଷରେ ଆପଣମାନେ ମହାଦେବଙ୍କର ପୂଜା କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ କଷ୍ଟ ଦୂର ହେବ, ସମସ୍ତ ପ୍ରକାରର ଆପଣଙ୍କର ମନସ୍କାମନା ପୂରଣ ହେବ। ଯାହା ବି କାମ ଆପଣଙ୍କର ବିଗିଡ଼ି ଯାଉଥିଲା, ଯେକୌଣସି କାମ ଆପଣଙ୍କର ଅଟକି ଯାଇଥିଲା, ସେସବୁ କାମ ନିଶ୍ଚିନ୍ତ ଭାବରେ ହୋଇଯିବ। ତେବେ ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିମାନଙ୍କୁ କେଉଁ ସବୁ ଦ୍ରବ୍ୟ ସହିତ ମହାଦେବଙ୍କର ଜଳାଭିଷେକ କରିବା ଆବଶ୍ୟକ, ବା ଯେତେବେଳେ ଆପଣମାନେ ଶ୍ରାବଣ ମାସରେ ମହାଦେବଙ୍କୁ ଜଳ ଅର୍ପଣ କରୁଛନ୍ତି କେଉଁ ସବୁ ଦ୍ରବ୍ୟ ଜଳ ସହିତ ଆପଣମାନେ ଅର୍ପଣ କରିବେ। ତେବେ ପ୍ରଥମରେ ମେଷ ରାଶି। ମେଷ ରାଶିର ବ୍ୟକ୍ତିମାନେ କ୍ଷୀର ଏବଂ ଦହି ଅର୍ପଣ କରନ୍ତୁ ମହାଦେବଙ୍କୁ। ମହାଦେବଙ୍କୁ ଚନ୍ଦନ ଅର୍ପଣ କରନ୍ତୁ, ମହାଦେବଙ୍କୁ ବେଲପତ୍ର ଫୁଲ, ଧତୁରା ଫୁଲ ଏସବୁ ଅର୍ପଣ କରନ୍ତୁ। ମହାଦେବଙ୍କୁ ମିଶ୍ରି ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ମନୋକାମନା ପୂରଣ ହେବ। ତାପରେ ବୃଷଭ ରାଶି ଆଖୁ ରସର ଅର୍ପଣ କରନ୍ତୁ। ବେଲପତ୍ର ସହିତ ଧଳା ରଙ୍ଗର ଫୁଲ ଅଧିକ ମାତ୍ରାରେ ଅର୍ପଣ କରନ୍ତୁ ମହାଦେବଙ୍କୁ। ଶ୍ରାବଣ ମାସରେ ମିଳୁଥିବା ମନଲୋଭା ଫଳଗୁଡ଼ିକର ଭୋଗ ଚଢ଼ାନ୍ତୁ ମହାଦେବଙ୍କୁ। ଦେଖିବେ ଆପଣଙ୍କର ନିଶ୍ଚିନ୍ତ ଭାବରେ ସମସ୍ତ ମନୋକାମନା ପୂରଣ କରିବେ ମହାଦେବ। ସେହିପରି ମିଥୁନ ରାଶିର ବ୍ୟକ୍ତିମାନେ ଆପଣମାନେ ଆଖୁ ରସ, ମହୁ ଏବଂ କ୍ଷୀର ମହାଦେବଙ୍କୁ ଜଳାଭିଷେକ ସମୟରେ ଅର୍ପଣ କରନ୍ତୁ। କ୍ଷୀରରେ ତିଆରି ହୋଇଥିବା ଯେତେ ସବୁ ମିଠା ସେସବୁ ଜିନିଷକୁ ଆପଣମାନେ ମହାଦେବଙ୍କୁ ଅର୍ପଣ କରନ୍ତୁ। କିଛି କ୍ଷୀର ମଧ୍ୟ ଦାନ କରନ୍ତୁ। ଏହାଦ୍ୱାରା ଆପଣଙ୍କର ବିଶେଷ ରୂପରେ କଲ୍ୟାଣ ପ୍ରାପ୍ତି ହେବ ଆପଣଙ୍କୁ। ସେହିପରି କର୍କଟ ରାଶି। କର୍କଟ ରାଶିର ବ୍ୟକ୍ତିମାନେ ଆପଣମାନେ କଞ୍ଚା କ୍ଷୀର ସହିତ କିଛି ଚିନି କିମ୍ବା ମିଶ୍ରି ମିଶାଇକି ମହାଦେବଙ୍କୁ ଅର୍ପଣ କରନ୍ତୁ। ମହାଦେବଙ୍କୁ ବେଲପତ୍ର ଫୁଲ ଏସବୁ ଅର୍ପଣ କରନ୍ତୁ। ଧଳା ଫୁଲର ବେଶୀ ପ୍ରୟୋଗ କରନ୍ତୁ। ସେହିପରି ସିଂହ ରାଶି ଆପଣମାନେ ମହାଦେବଙ୍କୁ ଗଙ୍ଗା ଜଳ ଅର୍ପଣ କରନ୍ତୁ ଏବଂ ତା ସହିତ ଲାଲ ବସ୍ତ୍ର, ଲାଲ ଫୁଲ ଏସବୁ ଅଧିକ ମାତ୍ରାରେ ଆପଣମାନେ ମହାଦେବଙ୍କୁ ଅର୍ପଣ କରନ୍ତୁ। ଲାଲ ରଙ୍ଗର ତିଆରି ଯେତେ ସବୁ ପ୍ରକାରର ମିଠା ଭୋଗ ଅଛି ସେସବୁ ମହାଦେବଙ୍କୁ ଅର୍ପଣ କରନ୍ତୁ। ନିଶ୍ଚିନ୍ତ ଭାବରେ ଆପଣଙ୍କୁ ମହାଦେବଙ୍କର ବିଶେଷ କୃପା ଲାଭ ହେବ। କନ୍ୟା ରାଶିର ବ୍ୟକ୍ତିମାନେ ଆପଣମାନେ ପଞ୍ଚାମୃତ ଅର୍ପଣ କରନ୍ତୁ। ତା ସହିତ ଦୁବ ଅର୍ପଣ କରନ୍ତୁ ମହାଦେବଙ୍କୁ। ମହାଦେବଙ୍କର କର୍ପୂର ଆଳତି କରନ୍ତୁ।
ନିଶ୍ଚିନ୍ତ ଭାବରେ ଆପଣଙ୍କର ସମସ୍ତ ମନୋକାମନା ପୂର୍ଣ୍ଣ ହେବ। ତୁଳା ରାଶିର ବ୍ୟକ୍ତିମାନେ ଆପଣମାନେ ଜଳରେ ସେଣ୍ଟ ମିଶାଇକି ମହାଦେବଙ୍କୁ ଅର୍ପଣ କରନ୍ତୁ। ଧଳା ରଙ୍ଗର ମିଠା ଜିନିଷ ମହାଦେବଙ୍କୁ ଅର୍ପଣ କରନ୍ତୁ ଏବଂ ଗରିବମାନଙ୍କୁ ମଧ୍ୟ ଧଳା ରଙ୍ଗର ମିଠା ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କୁ ବିଶେଷ ଭାବେ ମହାଦେବଙ୍କର କୃପା ଲାଭ ହେବ। ବିଛା ରାଶିର ବ୍ୟକ୍ତିମାନେ ଆପଣମାନେ ଆଖୁ ରସ ଏବଂ ତା ସହିତ ମହୁ ମିଶାଇକି ମହାଦେବଙ୍କୁ ଅର୍ପଣ କରନ୍ତୁ। ମହାଦେବଙ୍କର ଜଳାଭିଷେକ କରନ୍ତୁ। ମହାଦେବଙ୍କୁ ପଞ୍ଚୋପଚାରରେ ପୂଜା କରନ୍ତୁ। ନିଶ୍ଚିନ୍ତ ଭାବରେ ଆପଣଙ୍କର ମଧ୍ୟ ସମସ୍ତ ମନୋକାମନା ପୂରଣ ହେବ। ମହାଦେବଙ୍କୁ ପୂଜା ସମୟରେ ବିଶେଷ ଭାବେ ଲାଲ ପୁଷ୍ପ ଅର୍ପଣ କରନ୍ତୁ। ଯଦି ପାରିବେ କ୍ଷୀରରେ କେଶର ମିଶାଇକି ମଧ୍ୟ ମହାଦେବଙ୍କୁ ଅର୍ପଣ କରନ୍ତୁ। ଧନୁରାଶିର ବ୍ୟକ୍ତିମାନେ ମହାଦେବଙ୍କୁ କ୍ଷୀର ସହିତ ମହୁ ମିଶାଇକି ଅର୍ପଣ କରନ୍ତୁ। ବିଶେଷ ଭାବେ ହଳଦିଆ ଫୁଲ ଅର୍ପଣ କରନ୍ତୁ। ହଳଦିଆ ରଙ୍ଗର ଭୋଗ ଅର୍ପଣ କରନ୍ତୁ। ଯେତେ ସବୁ ମିଠା ଜିନିଷ ଅଛି ହଳଦିଆ ରଙ୍ଗର ତାକୁ ମହାଦେବଙ୍କୁ ଭୋଗ ଭାବରେ ଚଢ଼ାନ୍ତୁ। ନିଶ୍ଚିନ୍ତ ଭାବରେ ଆପଣଙ୍କୁ ବିଶେଷ ରୂପେ କଲ୍ୟାଣ ପ୍ରାପ୍ତି ହେବ। ମକର ରାଶିର ବ୍ୟକ୍ତିମାନେ ଆପଣମାନେ ଜଳରେ କିଛି ଗଙ୍ଗା ଜଳ ମିଶାଇବେ, ତାପରେ ମହାଦେବଙ୍କୁ ଅର୍ପଣ କରିବେ। କ୍ଷୀର, ଦହି, ମହୁ, ଗୁଡ଼ ଏସବୁ ଅର୍ପଣ କରନ୍ତୁ ମହାଦେବଙ୍କୁ। ଏହାଦ୍ୱାରା ଆପଣଙ୍କୁ ବିଶେଷ ରୂପେ କୃପା ଲାଭ ହେବ। ଅଧିକରୁ ଅଧିକ ନୀଳ ରଙ୍ଗର ଜିନିଷ ମହାଦେବଙ୍କୁ ଅର୍ପଣ କରନ୍ତୁ, ଯେପରିକି ବେଲପତ୍ର, ଦୁବ ଏବଂ ନୀଳ ରଙ୍ଗର ଫୁଲ, ତା ସହିତ ନୀଳ ରଙ୍ଗର ମିଠା ମହାଦେବଙ୍କୁ ଅର୍ପଣ କରନ୍ତୁ। ଏହାଦ୍ୱାରା ଆପଣଙ୍କୁ ବିଶେଷ କୃପା ଲାଭ ହେବ। ଗରିବମାନଙ୍କୁ ସୋରିଷ ତେଲ ଦାନ କରନ୍ତୁ। ଏହାଦ୍ୱାରା ଆପଣଙ୍କୁ ବିଶେଷ କୃପା ଲାଭ ହେବ। କୁମ୍ଭ ରାଶିର ବ୍ୟକ୍ତିମାନେ ଆପଣମାନେ ଜଳରେ କିଛି ରାଶି ମିଶାଇକି କଳା ରାଶି ମିଶାଇକି ମହାଦେବଙ୍କୁ ଅର୍ପଣ କରନ୍ତୁ। ମହାଦେବଙ୍କୁ କ୍ଷୀରି ଭୋଗ ଲଗାନ୍ତୁ। ଏହାଦ୍ୱାରା ଆପଣଙ୍କୁ ବିଶେଷ ଭାବେ କୃପା ଲାଭ ହେବ। ସେହିପରି ମୀନରାଶିର ବ୍ୟକ୍ତିମାନେ ଆପଣମାନେ କ୍ଷୀରରେ କେଶର ମିଶାଇକି ମହାଦେବଙ୍କୁ ଅର୍ପଣ କରନ୍ତୁ। ଶିବଲିଙ୍ଗରେ 11ଟି ବେଲପତ୍ର ଚଢ଼ାନ୍ତୁ। ଚଣା ଡାଲି ଚଢ଼ାନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ମନୋକାମନା ନିଶ୍ଚିନ୍ତ ଭାବରେ ପୂର୍ଣ୍ଣ ହେବ। ତେବେ ରାଶି ଅନୁସାରେ ଆପଣମାନେ ଏହିସବୁ ଜିନିଷ ମହାଦେବଙ୍କୁ ଏଇ ଯେଉଁ ଶ୍ରାବଣ ମାସ ଆସୁଛି ସେହି ଶ୍ରାବଣ ମାସରେ ଅର୍ପଣ କରନ୍ତୁ। ଯାହା ବି କିଛି ଆପଣଙ୍କର ଜୀବନରେ ସମସ୍ୟା ଅଛି, କେହି ଅପୁତ୍ରିକ ଅଛନ୍ତି, ସନ୍ତାନହୀନ ଅଛନ୍ତି, କାହାର କାର୍ଯ୍ୟରେ ବାଧା ଆସୁଛି, କାହାର ଗ୍ରହପୀଡ଼ା ଅଛି, କାହାର ରୋଗ ବ୍ୟାଧିର ସମସ୍ୟା ଅଛି, ଯାହା ବି କିଛି ସମସ୍ୟା ଆପଣଙ୍କ ଜୀବନରେ ଅଛି, ନିଶ୍ଚିନ୍ତ ଭାବରେ ମହାଦେବଙ୍କ କୃପାରୁ ଆପଣମାନେ ଜୀବନରେ ସୁଖ ଏବଂ ଶାନ୍ତି ଭୋଗ କରିବେ। ତେବେ ଆଶା କରୁଛି ଆଜିକାର ଏହି ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଯଦି ଭିଡ଼ିଓ ଭଲ ଲାଗିଥାଏ ତେବେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହିଲି, ଧନ୍ୟବାଦ।